ଚାଲନ୍ତୁ ଆଜି ଆମେମାନେ କର୍ଣ୍ଣପୀଡ଼ାସନ ସମ୍ପର୍କରେ ଦେଖିନେବା। ଏହି ଆସନରେ ଦୁଇ ଆଣ୍ଠୁ ଦ୍ୱାରା କାନକୁ ଚାପି ରଖିବାକୁ ପଡ଼େ, ଏଣୁ ଏହାକୁ କର୍ଣ୍ଣପୀଡ଼ାସନ ବୋଲି କୁହାଯାଏ। ଏହି ଆସନ ବଧିରତା ଦୋଷକୁ ଦୂର କରିବାରେ ବିଶେଷ ସାହାଯ୍ୟ କରେ। କର୍ଣ୍ଣ, ପ୍ଳୀହା, ଯକୃତ ପ୍ରଭୃତିର ସମସ୍ତ ରୋଗକୁ ଦୂର କରେ। ପିଠି, ମେରୁଦଣ୍ଡର ଅସ୍ଥି ଓ କର୍ଣ୍ଣକୁ ସୁସ୍ଥ ରଖେ। ଉଦର ବିକାର ଦୂର ହୁଏ। ପାଚନ କ୍ରିୟା ଠିକ୍ ହୁଏ। ଶରୀରରେ ଅଦ୍ଭୁତ ଶକ୍ତି ଓ ସ୍ଫୂର୍ତ୍ତି ସଞ୍ଚାର କରେ। ଏହି ଆସନ କରିବାର ବିଧି ହେଉଛି ଭୂମିରେ ଶବାସନ ପରି ସିଧାସଳଖ ଲମ୍ବ ଭାବରେ ଶୋଇଯାଆନ୍ତୁ। ପୁଣି ଦୁଇ ପାଦ ଜଙ୍ଘ ଆଣ୍ଠୁ ଗଇଠିକୁ ସର୍ବାଙ୍ଗାସନ ପରି କରି ମୁଣ୍ଡ ଆଡ଼କୁ ନେଇ ଯାଆନ୍ତୁ ଓ ପାଦକୁ ହଲାସନ ସ୍ଥିତିରେ ରଖନ୍ତୁ। ଆଣ୍ଠୁକୁ ମୋଡ଼ି କର୍ଣ୍ଣ ପାଖରେ ଲଗାଇ ରଖନ୍ତୁ। ପାଦର ପାପୁଲି ଓ ଆଣ୍ଠୁ ଭୂଇଁକୁ ଲାଗି ରହିବ। ଯେତେ ସମୟ ଆସନ କରିବେ ସେତେ ସମୟ ନିଶ୍ଚଳ ହୋଇ ରହିବାକୁ ପଡ଼ିବ।